ବାମନ ଅବତାରରେ ବଳି ସବୁକିଛି ହରାଇବା ପରେ ବି ତାଙ୍କର ଭକ୍ତି ଟଳି ନଥିଲା। ସେ ଭଗବାନଙ୍କୁ କହିଲେ, ହେ ପ୍ରଭୁ, ଆପଣ ଯଦି ମୋ ସହିତ ପାତାଳକୁ ଯିବେ ତେବେ ମୁଁ ସେଠାରେ ରହିବି। ଭକ୍ତର କଥା ରଖିବା ପାଇଁ ଭଗବାନ ବିଷ୍ଣୁ ପାତାଳର ପୁରରେ ବଳିଙ୍କ ପ୍ରାସାଦର ଦ୍ୱାରପାଳ ହୋଇ ରହିବାକୁ ସ୍ୱୀକାର କଲେ। ବିଷ୍ଣୁ ପାତାଳରେ ରହିଯିବା ପରେ ମାତା ଲକ୍ଷ୍ମୀ ବ୍ୟାକୁଳ ହୋଇପଡ଼ିଲେ। ସେ ଜଣେ ସାଧାରଣ ନାରୀ ବେଶରେ ପାତାଳକୁ ଯାଇ ବଳିଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଏବଂ ତାଙ୍କୁ ଭାଇ ଭାବେ ଗ୍ରହଣ କଲେ। ଯେତେବେଳେ ବଳି କିଛି ଉପହାର ମାଗିବାକୁ କହିଲେ, ଲକ୍ଷ୍ମୀ ନିଜର ସ୍ୱାମୀଙ୍କୁ ଫେରାଇବାକୁ ମାଗିଲେ। ବଳି ନିଜ ଭଉଣୀକୁ ସମ୍ମାନ ଜଣାଇ ବିଷ୍ଣୁଙ୍କୁ ବୈକୁଣ୍ଠ ଫେରିଯିବାକୁ ଅନୁମତି ଦେଲେ। ଆପଣ ଜାଣନ୍ତି କି ଆଜି ବି ଅନେକ ସ୍ଥାନରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏହି ମନ୍ତ୍ରଟି ପଢ଼ାଯାଏ ଯାହା ବଳିଙ୍କ ଦାନଶୀଳତାକୁ ମନେ ପକାଇଥାଏ। ୟେନ ବୋଧ ବଳିରାଜା ଦାନବେନ୍ଦ୍ର ମହାବଳ। ମହାବଳୀ ପୂର୍ବଜନ୍ମରେ ଏକ ଧର୍ମପରାୟଣ ଏବଂ ଦୟାଳୁ ଆତ୍ମା ଥିଲେ, ଯିଏ ସଦା ଦାନ, ସତ୍ୟ ଓ ନ୍ୟାୟର ପଥ ଅନୁସରଣ କରୁଥିଲେ। ସେହି ପୁଣ୍ୟକର୍ମର ଫଳରେ ସେ ପରବର୍ତ୍ତୀ ଜନ୍ମରେ ମହାବଳୀ ଭାବେ ଜନ୍ମ ହେଲେ। ମହାବଳୀ ଅସୁର ହୋଇଥିଲେ ମଧ୍ୟ ତାଙ୍କ ହୃଦୟ ଦେବତା ସମାନ ଥିଲା। ତାଙ୍କ ଶାସନ କାଳକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ଗରିବ, ଧନୀ, ଛୋଟ ବଡ଼ ସମସ୍ତେ ସମାନ ଥିଲେ। ମିଛ, ଅନ୍ୟାୟ, ଦୁଃଖ କିଛି ନଥିଲା। ଭଗବାନ ବିଷ୍ଣୁ ବାମନ ଅବତାରରେ ତାଙ୍କୁ ପାତାଳକୁ ପଠାଇଲେ, କିନ୍ତୁ ପ୍ରତିବର୍ଷ ଏକଥର ପୃଥିବୀକୁ ଆସି ନିଜ ପ୍ରଜାଙ୍କୁ ଦେଖିବାରୁ ଅନୁମତି ଦେଲେ। ସେଥିପାଇଁ ବଳିଙ୍କ ନାମରେ କେରଳରେ ଓଣମ ପର୍ବ ନାମରେ ଆନନ୍ଦରେ ପାଳନ କରାଯାଏ।